ଜୟ ଜଗନ୍ନାଥ ସାଙ୍ଗମାନେ କେମିତି ଅଛନ୍ତି? ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଆଉ ଖୁସିରେ ଥିବେ। ମୁଁ ବହୁତ ଭଲରେ ଆଉ ଖୁସିରେ ଅଛି। ତ ସାଙ୍ଗମାନେ ସକାଳର ଖବର କଣ? ମାନେ ଶୀତ କଣ? ଏତେ ଜୋରରେ ଶୀତ ହଉଛି ମାନେ ଘରୁ ବାହାରିବାକୁ ଇଚ୍ଛା ହଉନି। ଆଉ ପୁଅର ଝିଅର ସକାଳୁ ସକାଳୁ ମୁଁ କହିଲେ ମମ୍ମି ଆଉ ମୁଁ ସୁଜି ଉପମା ଖାଇବି। ତ ତାଙ୍କ ପାଇଁ ଗାଜର ପକେଇକି ଟିକେ ସୁଜି ଉପମା କରିଥିଲି। ଆଉ ପୁଅର ହସ ଦେଖନ୍ତୁ କ୍ୟାମେରା ଦେଖିକି କେମିତି ସେ ଏକ୍ସପ୍ରେସନ ଦଉଛି। ଆଉ ତା ପାଇଁ ଏଠି ସେ ଟିକେ ଅଳ୍ପ ଖାଇଥିଲା ଆଉ ମୁଁ ତା ପାଇଁ ଟିକେ ଛତୁଆ ଗୋଳି ନେଇଥିଲି। ଆଉ ଆଜି ସକାଳ ଜଳଖିଆରେ ବନିଥିଲା ଆଳୁ ପରଟା। ତ ସାଙ୍ଗମାନେ ଜଳଖିଆରେ ଆପଣଙ୍କର କଣ କଣ ବନିଛି କମେଣ୍ଟ ମାଧ୍ୟମରେ ଜଣେଇବେ। ତ ଆଜି ଆମର ବନିଥିଲା ଆଳୁ ପରଟା। ଯେହେତୁ ଆଜି ମୋର ଓଷା ଥିଲା ମୁଁ ଖାଇବିନି ଆଉ ଘରେ ସମସ୍ତେ ଖାଇବେ। ଆଜି ଯେହେତୁ ମୋର ଶନି ଉପବାସ ତ ମୁଁ ଖାଇବି ଆଜି ସାଧା। ତ ସାଧାରେ ମୁଁ ଆଜି ବନେଇ ନେଇଥିଲି ଫୁଲକୋବି ଆଉ ଆଳୁର ଗୋଟେ ଭଜା ବନେଇ ଦେଇଥିଲି। ଆଉ ଏପଟେ ଦେଖନ୍ତୁ ମମ୍ମି କଣ କରୁଛନ୍ତି ନା ଲଞ୍ଚ ପାଇଁ ଶାଗ କାଟୁଛନ୍ତି, ମାନେ ଚଣା ଶାଗ। କହିଲେ ଆଜି ଚଣା ଶାଗ ଭଜା କରିଦେବା, ମୂଳା ଭଜା କରିଦେବା ଆଉ ପନିର ଯେଉଁ ଅଛି ତାକୁ ରାନ୍ଧିଦେବୁ। ତ ସାଙ୍ଗମାନେ ସମସ୍ତଙ୍କ ହାତରେ ଯେମିତି ସବୁ କିଛି ହୁଏନି, ତ ମୋତେ ଶାଗ କାଟି ଆସେନି। ଆଉ ବୋଉ ଏପଟେ ଆମର ଚଣା ଶାଗ ସୁନ୍ଦର ଭାବରେ ପୁରା ଛୋଟ ଛୋଟ କରି କାଟି ନେଉଛନ୍ତି। ଆଉ ଝିଅ ଏପଟେ ଦେଖିକି ମୋତେ ଧାଇଁକି ପଳେଇଲା। ଆଉ ସାଙ୍ଗମାନେ ମୁଁ ରେଡ଼ି କରିଦେଲି ମୋର ଖାଇବା ପାଇଁ। ତ ଏଠି ପୁରୀ ବନେଇଥିଲି ଆଉ ଭଜା ତ ଆପଣଙ୍କୁ ଦେଖେଇଥିଲି। ଆଉ ମୁଁ ବସି ପଡ଼ିଲି ଏଠି ଖାଇବା ପାଇଁ। ତାପରେ ଆସିଥିଲି ରୋଷେଇ କାମକୁ। ରୋଷେଇ କରିବା ପାଇଁ ଆସିଲା ଭିତରେ ଦେଖିଲା ବେଳକୁ ଫ୍ରିଜରୁ ଆଣିକି ଦେଖିଲା ବେଳକୁ ପନିରଟା ନା ପୁରା ବରଫ ହେଇଯାଇଛି। ତ ତାକୁ କ'ଣ କଲି ନା ପୁରା ପାଣି ବସେଇଦେଲି, ଗରମ କରିଦେଲି। ଆଉ ସେଥିରେ ନା ମୁଁ ପନିରଟାକୁ ପକେଇ ଦେଇଥିଲି। ଆଉ 10-15 ମିନିଟ୍ ପୁରା ତାକୁ ରଖିଦେଲି। ରଖିଦେଲା ପରେ ଏପଟେ ଚାଲିଲି ମୁଁ ମସଲା ବାଟି ଦେଇଥିଲି। ମୁଁ କହିଲି ସେପଟେ ପନିର ହେଇଥାଉ, ଏପଟେ ମୁଁ ମସଲା ବାଟି ଦେବି। ତ ଏଠି ମୁଁ ପିଆଜ ଆଉ ଅଦା ରସୁଣକୁ ଭଲ ଭାବରେ ବାଟି ଦେଇଥିଲି। 15 ମିନିଟ୍ ହେଲା ପରେ ଯାଇକି ଚେକ୍ କଲା ବେଳକୁ ପନିରଟା ପୁରା ଟିକେ ଟିକେ ସଫ୍ଟ ହେଇଥିଲା। ତ ତଥାପି ସେ ଭିତରେ ପୁରା ହାର୍ଡ଼ ଟିକେ ଥିଲା। ମୁଁ କହିଲି ଆଣିକି ତାକୁ ପୁରା କାଟିବା ଦେଖିଆ ହେଉଛି କି ନାହିଁ। ତାପରେ ଆଣିକି ଦେଖିଲା ବେଳକୁ ସାଙ୍ଗମାନେ କଟିଲା, ଛୁରୀରେ କଟିଲା ପନିରଟା ବି ବହୁତ ପୁରା ସଫ୍ଟ ହେଇଯାଇଥିଲା। ଆଉ ତାପରେ ମୁଁ କ'ଣ କଲି ନା ତାକୁ କାଟିଦେଲି ଛୋଟ ଛୋଟ ପିସ୍ କରିକି ପୁରା କାଟି ନେଇଥିଲି। କାଟିଦେଲା ପରେ ତାପରେ ତାକୁ ମୁଁ ଛାଣି ଦେଇଥିଲି। ଛୋଟ ଛୋଟ ପିସ୍ କରିକି ତାକୁ ମୁଁ ଛାଣି ଦେଇଥିଲି କଡ଼େଇରେ ତେଲ ବସେଇକି। ଭାବିଲି ଆଜି ପନିରଟା ପୁରା ସିମ୍ପଲ୍ ଉପାୟରେ କରିବି ଆଉ ଆଳୁ ଟିକେ ଦେବି। ତ ମୁଁ ପନିରରେ ଆଜି ଆଳୁ ଆଡ଼୍ କଲି। ଆଉ ଏଠି ଆଳୁକୁ ପୁରା ଭାଜି କରିଦେଇଥିଲି। ବୋଉ ଏପଟେ ବତୁରେଇ ଦେଇଥିଲେ ଅରୁଆ ଚାଉଳ। ଆଉ ଯେହେତୁ ଆଜି ପୁଷ ପୂର୍ଣ୍ଣମୀ ପିଠା କରିବା ପାଇଁ ସେ ଅରୁଆ ଚାଉଳ ବତୁରେଇ ଦେଇଥିଲେ। ଆଉ ଏପଟେ ଆମର ଶାଗକୁ ଖରଡ଼ିବା ପାଇଁ ବୋଉ ଏପଟେ ସିଝେଇ ଦେଇଥିଲେ। ଆଉ ମୁଁ ଏପଟେ ମସଲା କଷି ନେଉଥିଲି। ତ ଏଥିରେ ମୁଁ ଗରମ ମସଲା ମାନେ ଗୋଟା ମସଲା ଆଉ ଅଦା ରସୁଣ ଯେଉଁ ବାଟିଥିଲି ସେଇଟା ଆଉ ଟମାଟୋ ଦେଇକି ଭଲ ଭାବରେ କଷେଇ ନେଇଥିଲି। ବୋଉ ତାଙ୍କର ଏପଟେ ତାଙ୍କର ଶାଗ ଘାଣ୍ଟୁଥିଲେ। ତ ସାଙ୍ଗମାନେ ଶାଗ ଖରଡ଼ା ମମିଙ୍କର କାମ, ଆମକୁ ଶାଗ ଖରଡ଼ା ଆସିନି ସତ କଥା କହିବି ସାଙ୍ଗମାନେ। ଆଉ ଏପଟେ ମୁଁ ପନିର ପୁରା ମାନେ କଷେଇ ଦେଇଥିଲି ଭଲ ଭାବରେ। ତ ଦେଖନ୍ତୁ କେତେ କଲର୍ ତାର ପଳେଇ ଆସିଲାଣି। ଆଉ ଏପଟେ ପାଣି ଦେଇ ଦେଇଥିଲି, ମାନେ ସିମ୍ପଲ୍ ଉପାୟରେ ଆଜି ମୁଁ କରିଥିଲି ପୁରା ପନିରଟାକୁ। ଆଉ ଏପଟେ ଫୁଟିଗଲାଣି। ତାପରେ ବୋଉ ଗରମ ଗରମ ଶାଗ ଆଣିକି ଖାଉଥିଲେ। ତ ଯେତେବେଳେ ବି ସେ ଶାଗ ଖରଣନ୍ତି ଆଣିକି ପ୍ରଥମେ ସେ ଟେଷ୍ଟ କରିବେ, କହିବେ ଦେଖିଆ କେମିତି ହେଇଛି କି ନାହିଁ। ତାପରେ ସାଙ୍ଗମାନେ ଚଣା ଶାଗଟା ତ ବହୁତ ବଢ଼ିଆ ଟେଷ୍ଟ ଲାଗେ। ଆଉ ଏପଟେ ଝିଅ ମୋର ଆଣିକି କୁରକୁରି ଦେଉଛି, କହୁଛି ମମ୍ମି ନିଅ କୁରକୁରି ଗୋଟେ ଖାଅ। ସାଙ୍ଗମାନେ ଯଦି ମୋ ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତ ନିଶ୍ଚିନ୍ତ ଭାବରେ ମୋତେ ଗୋଟେ ଲାଇକ୍ ଆଉ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ ନିହାତି କରିନେବେ। ତ ରହିଲି, ଜୟ ଜଗନ୍ନାଥ ସାଙ୍ଗମାନେ।